ଜୟଗୁରୁ। ଆସନ୍ତା ରବିବାର ଡିସେମ୍ବର ମାସ 14 ତାରିଖ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଙ୍କର ଆଶୀର୍ବାଦ ଏବଂ ପରମ ପୂଜ୍ୟପାଦ ଅବିନ୍ଦାଙ୍କ ଅଶୀ ପ୍ରେରଣାରେ ଆମ ଅନୁଗୁଳ ଜିଲ୍ଲାର ପ୍ରଥମ ଜିଲ୍ଲାସ୍ତରୀୟ ସତ୍ସଙ୍ଗ ମହୋତ୍ସବ କୃତି ଦ୍ୟୌତନୀ ଏହି ସତ୍ସଙ୍ଗ ବିହାର ସନ୍ନିକଟ ବିଜୁ ମଇଦାନରେ ଅନୁଷ୍ଠିତ ହେବ। ସେଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଉ ସେଇ ଉତ୍ସବରେ ଆଶା କରାଯାଉଛି ଆମ ଜିଲ୍ଲା ଆଖପାଖ ଜିଲ୍ଲା ଏବଂ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ ଗୁରୁ ଭାଇ ମାଙ୍କୁ ନିମନ୍ତ୍ରଣ କରୁଛୁ। ଆଶା କରୁଛୁ ସେମାନେ ମଧ୍ୟ ବହୁ ସଂଖ୍ୟାରେ ଯୋଗଦାନ କରିବେ। ଆଉ ଯେଉଁମାନେ ଆସିବେ ତାଙ୍କ ପାଇଁ ରହିବା ଖାଇବାର ସବୁ ବ୍ୟବସ୍ଥା କରାଯାଇଛି। ବିଜୁ ମଇଦାନ ସନ୍ନିକଟ ଆମ ଷ୍ଟାଡ଼ିୟମ ପଛ ପାଖରେ ଯେହେତୁ ଅଧିକ ଲୋକ ଆସନ୍ତି ତାଙ୍କର ଯେମିତି ଖାଇବା ପିଇବାରେ କୌଣସି ଅସୁବିଧା ନ ହୁଏ ଏବଂ ସେମାନଙ୍କର ରହିବା ପାଇଁ ଧର୍ମଶାଳା ଲଜ୍ ଏବଂ ଆମର କଲ୍ୟାଣ ମଣ୍ଡପ ବି ବୁଝା ହେଇଛି। ସମସ୍ତେ ରହିବେ ଖାଇବେ ଏବଂ ସୁବିଧାରେ ଯିବେ ଆଉ ସମସ୍ତେ ଉତ୍ସମୁଖୀ ହେଇଯିବେ। ଆଚାର୍ଯ୍ୟଦେବ କହିଛନ୍ତି ସମସ୍ତେ ଆସି ଯେମିତି ଉତ୍ସମୁଖୀ ହେଇଯିବେ। ସେଠି କାହାକୁ କୌଣସି ପ୍ରକାର କହିଛନ୍ତି କାହାକୁ କୌଣସି ପ୍ରକାର ଟଙ୍କା ପଇସା ମାଗି କାହାକୁ ଜୋରଦସ୍ତି ଚାନ୍ଦା କରିବ ନାହିଁ। ସମସ୍ତେ ଯାହା ନିଜ ଲୋକମାନଙ୍କ ପାଖରେ ପହଞ୍ଚ ଲୋକ ସମାଗମ କାରଣ ସତ୍ସଙ୍ଗ ଚାହେଁ ମଣିଷ। ଆଉ ଏଇ ଠାକୁର ବି କହିଲେ ମଣିଷ ଆପଣା ଟକା પર ଯେତେ ପାରିସ ମାନୁଷ ଧର। ତେଣୁ ଏଇ ମଣିଷ କେମିତି ଏକତ୍ରିତ ହେବେ। ଆଉ ଆଜି ଆମ ସମସ୍ତଙ୍କ ଜୀବନ ବିଖଣ୍ଡିତ ଜୀବନ। ଏଇ ଜୀବନକୁ ପରିପୂର୍ଣ୍ଣ କରିବା ପାଇଁ ଠାକୁରଙ୍କର ଏଇ ଅଭିଯାନ। ଆମେ ଯେଉଁ ମଣିଷ ହେଇଛୁ ମଣିଷଟାରୁ ଗୋଟେ ଭଲ ମଣିଷ ହେବୁ। ଆମେ ସମସ୍ତେ ମଣିଷ କିନ୍ତୁ ମଣିଷ ଭଳିଆ ଦେଖାଗଲେ ମଧ୍ୟ ଆମ ଭିତରେ ପଶୁତ୍ୱ ବେଶୀ ମନୁଷ୍ୟତ୍ୱ କମ୍। ଏଇ ମନୁଷ୍ୟତ୍ୱର ଉଦ୍ରେକ କରିବା ପାଇଁ ସତ୍ସଙ୍ଗ ଆୟୋଜନ। ଆପଣମାନଙ୍କୁ ନିବେଦନ ଏଇ କଥାଟା ଘରେ ଘରେ ପହଞ୍ଚାନ୍ତୁ, ସହଯୋଗ କରନ୍ତୁ।